ସମସ୍ତ କୋଅପରେଟିଭ सोसाइटीज ମାନଙ୍କର ସେକ୍ରେଟାରୀ ଆଣ୍ଡ ସିଓ ମାନଙ୍କୁ ମୁଁ ନମସ୍କାର। ତ ଏଇ ଭିଡ଼ିଓଟି ହେଉଛି ସମବାୟ ସମୀକ୍ଷାରେ ୱାନ୍ସ ଯେତେବେଳେ ଅଡିଟର ଗୋଟେ ଅଡିଟ୍ ରିପୋର୍ଟ ଇସ୍ୟୁ କରିଦେଉଛି, ମାନେ ଅଡିଟ୍ ରିପୋର୍ଟ ଗୋଟେ ସବମିଟ୍ କରିଦେଉଛି ସମବାୟ ସମୀକ୍ଷାରେ, ତାପରେ ସେ ରିପୋର୍ଟଟି ଯାଇକିନା सोसाइटी ଲେଭେଲରେ ରହୁଛି। ତ सोसाइटी ଲେଭେଲରେ ଆମର କ'ଣ କ'ଣ କାମ ରହୁଛି, ଯିଏ ବି ମାନେ କଷ୍ଟଡିଆନ୍ସ ରହୁଛନ୍ତି सोसाइटीର ରେକର୍ଡସର ୟା ଫିର ମାନେ ଅଡିଟ୍ ରିପୋର୍ଟ ସାଇନ୍ କରିବାର, ତ ତାଙ୍କର କ'ଣ ସବୁ ଦାୟିତ୍ୱ ରହୁଛି, ତ ସେଇ ଉପରେ এই ଭିଡ଼ିଓଟା। ଫାର୍ଷ୍ଟ ଅଫ୍ ଅଲ୍ ଆପଣ ମାନେ କ'ଣ କରିବେ ନା ଏଇ ସାଇଟ୍ଟା ଦେଖନ୍ତୁ, ସମବାୟ ସମୀକ୍ଷା .odisha.gov.in। এই ସାଇଟ୍ରେ କ୍ଲିକ୍ କଲା ପରେ ଆପଣ ଏଇ ପେଜ୍କୁ ଆସିବେ। ଏଇଟା ହେଲା ତାର ହୋମ୍ ପେଜ୍ଟା। ହୋମ୍ ପେଜ୍ରେ କ୍ଲିକ୍ କଲା ପରେ ଆପଣ ଲଗ୍ଇନ୍ରେ କ୍ଲିକ୍ କରିବେ। ଲଗ୍ଇନ୍ରେ କ୍ଲିକ୍ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯେଉଁ ଥିବ, ଆଇଡି ପାସୱାର୍ଡ ଆପଣ ୟୁଜ୍ କରିକିନା ରେସ୍ପେକ୍ଟିଭ सोसाइटीରେ ଆପଣ ନିଜର ଆଇଡିରେ ଲଗ୍ଇନ୍ କରିପାରିବେ। ଫର୍ ଏକ୍ଜାମ୍ପଲ୍ ମୁଁ ଗୋଟେ सोसाइटीରୁ ଏବେ ଏଣ୍ଟ୍ରି କରୁଛି। ନିଜର ୟୁଜର ଆଇଡି ଦେଲେ, ତାପରେ ପାସୱାର୍ଡ ଦେଲେ, ଯାହା ବି ଥିବ ଆପଣଙ୍କର ରେସ୍ପେକ୍ଟିଭ सर्कल्स ମାନଙ୍କୁ ଯାଇକିନା ଆପଣ ନିଜର ଆଇଡି ପାସୱାର୍ଡ ସମବାୟ ସମୀକ୍ଷାର କଲେକ୍ଟ କରିପାରିବେ। ୱାନ୍ସ ଆଇଡି ପାସୱାର୍ଡ ଦେଲା ପରେ ଉପରଟା ଆଇଡି, ତଳଟା ପାସୱାର୍ଡ, ତାପରେ ତା ତଳଟା ହେଲା କ୍ୟାପଚା। ଏତିକି ଏଣ୍ଟ୍ରି କଲା ପରେ ଆପଣ ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଆପଣ सोसाइटीର ଲଗ୍ଇନ୍ ଆଇଡିକୁ ଆସିଯିବେ, ସରି ମାନେ सोसाइटीର ଲଗ୍ଇନ୍ ପେଜକୁ ଆସିଯିବେ। ଠିକ୍ ଅଛି। ସେଇଠି ଆସିଲା ପରେ ଆପଣଙ୍କର କାମ କ'ଣ ରହିବ, ଆକ୍ଟିଭିଟିରେ କ୍ଲିକ୍ କରିବା ପାଇଁ। ଏଇଟା ଦେଖନ୍ତୁ ଆକ୍ଟିଭିଟି ବଟନ୍ ଅଛି। ଆକ୍ଟିଭିଟି ବଟନରେ କ୍ଲିକ୍ କଲା ପରେ ଏଇଠି ଅଡିଟ୍ ପ୍ରୋସେସ୍ ଅଛି, ଆ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯଦି ଅଡିଟର କୌଣସି ଅଡିଟ୍ ରିପୋର୍ଟ ସବମିଟ୍ କରିଥିବେ ଅନଲାଇନ୍, ତ ସେଇ ଅଡିଟ୍ ରିପୋର୍ଟଟା ଏଇଠି ଆପଣଙ୍କର ଶୋ ହବ। ଫର୍ ଏକ୍ଜାମ୍ପଲ୍ ଏଇ କୃଷ୍ଣପୁର SCS ର ଯିଏ ବି ଅଡିଟର ଥିବେ, ସିଏ ସବମିଟ୍ କରିଛନ୍ତି ଏଇ ରିପୋର୍ଟଟା 22-23 ଇୟରର ଅନଲାଇନରେ। ସେଥିପାଇଁ सोसाइटी ଲଗ୍ଇନ୍ରେ କ'ଣ ହେଲା ନା ସେ ରିପୋର୍ଟଟା ଶୋ ହେଲା। ପ୍ରେଜେଣ୍ଟ ଅଡିଟ୍ ଷ୍ଟାଟସ୍ କମ୍ପ୍ଲିଟେଡ୍, କମେନ୍ସମେଣ୍ଟ ଡେଟ୍, କମ୍ପ୍ଲିସନ୍ ଡେଟ୍ ପଡ଼ିଛି, ଅଡିଟର ନେମ୍ ରହିଲା, ଅଡିଟର ଟାଇପ୍ ରହିଲା, ସବୁ ଡିଟେଲ୍ସ ରହିଲା। ଏଇଟା ତ କେବଳ ଗୋଟିଏ ଦେଖଉଛି। ଯଦି ମଲ୍ଟିପଲ୍ ଅଡିଟର୍ସ ବା ସିଏ ଫାର୍ମସ୍ ନିଜ ନିଜର ଇୟରର ଯଦି ସବମିଟ୍ କରିବେ ଏଇଭଳି ଭାବରେ, ତ ସେମାନଙ୍କର ବି ଟୋଟାଲ ଲିଷ୍ଟଟା ବି ଦେଖେଇବ। ଟୋଟାଲ ଲିଷ୍ଟ ଦେଖେଇଲା ପରେ ଆପଣ କାମ କ'ଣ ରହିବ, ଆକ୍ସନ ବଟନରେ ଯାଇକିନା ଫାର୍ଷ୍ଟ ଅଫ୍ ଅଲ୍ ଆପଣ ମାନେ କ'ଣ କରିବେ ନା ଡକୁମେଣ୍ଟ ଅପଲୋଡ କରିବେ। ମାନେ ରିପୋର୍ଟଟାକୁ ମାନେ ଆପ୍ରୁଭ୍ କରିବା ଆଗରୁ ଆପଣ ମାନେ କ'ଣ କରିବେ ନା ଡକୁମେଣ୍ଟ ଅପଲୋଡ କରିବେ। ଡକୁମେଣ୍ଟ ଅପଲୋଡ ଆପଣ ମାନେ ଅଡିଟଟା ସରିବା ଆଗରୁ କରିବା କଥା। ଠିକ୍ ଅଛି। ଡକୁମେଣ୍ଟ ଅପଲୋଡ ଆପଣ କୋଉଠି କରିବେ, କେମିତି କରିବେ, ସେଇଟା ତ ମୁଁ ପରେ କହିବି ଆପଣଙ୍କୁ। ଫାର୍ଷ୍ଟ ଆପଣ କ'ଣ କରିବେ, ଯେମିତି ମାନେ ଅଡିଟ୍ ରିପୋର୍ଟ ଯଦି ଆପଣଙ୍କୁ ମାନେ ଆପ୍ରୁଭ୍ କରାଯାଇଛି ଆପଣଙ୍କ ସାଇଡରୁ, ତାହେଲେ ଆପଣ ତଳେ ଆସିକିନା ଏଇଠି ଅଡିଟ୍ ରିପୋର୍ଟରେ କ୍ଲିକ୍ କରିବେ। ଅଡିଟ୍ ରିପୋର୍ଟରେ କ୍ଲିକ୍ କଲା ପରେ ଏଇଠି କମ୍ପ୍ଲାଏନ୍ସ ଲେଖୁଛି। କମ୍ପ୍ଲାଏନ୍ସରେ ଲେଖିବା ଆଗରୁ ଯେତେବେଳେ ଫର୍ ଏକ୍ଜାମ୍ପଲ୍ ଏଇ ରିପୋର୍ଟଟା ଅଲରେଡି ସେ ଆପ୍ରୁଭ୍ କରିସାରିଲେଣି ସର୍କଲ୍ ଲେଭେଲରେ, ସରି ମାନେ सोसाइटी ଲେଭେଲରେ, ସେଥିପାଇଁ ଏଇଠି ବଟନଟା ଦେଖଉନି। ଏଇଠି ବଟନଟା ଦେଖାଏ କି ଆପ୍ରୁଭ୍ କିମ୍ବା ରିଭର୍ଟ। ତ ଆପ୍ରୁଭ୍ରେ ଆପଣ କ୍ଲିକ୍ କଲେ ଏଇଠି ଆପଣଙ୍କର ସେଇଟା ମାନେ सोसाइटी ଲେଭେଲରୁ ସେଇଟା ଆପ୍ରୁଭ୍ ହେଇଯିବ। ଠିକ୍ ଅଛି। ଆଉ ଆପଣ ନିଜର ରିପୋର୍ଟର PDF ବି ଡାଉନଲୋଡ୍ କରିପାରିବେ। ଏଇଟା ଆପଣଙ୍କର ରିପୋର୍ଟ ସବମିଟ୍ କରିବାର ଏତିକି ଆପଣଙ୍କର କାମ। କିନ୍ତୁ ରିପୋର୍ଟ ସବମିଟ୍ କରିବା ଆଗରୁ ଆପଣଙ୍କୁ କିଛିଟା ଡକୁମେଣ୍ଟ ବି ଅପଲୋଡ୍ କରିବାକୁ ପଡ଼ିବ, ବା ଆପଣଙ୍କ सोसाइटीର। ତ ଡକୁମେଣ୍ଟ ଅପଲୋଡ୍ କେବଳ ଭାବେ କରିବେ, ଏଇଠି ଆକ୍ସନ ବଟନରେ କ୍ଲିକ୍ କରିବେ। ସେଇ सोसाइटी ରହିଲା ସେଇ 22-23 ଇୟରର, ଏଇଟା 22-23 ଇୟରର ଆକ୍ସନ ବଟନରେ କ୍ଲିକ୍ କରିକିନା ଡକୁମେଣ୍ଟ ଅପଲୋଡରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣ ଡିଫରେଣ୍ଟ ବାଲାନ୍ସ ରେଜିଷ୍ଟର, ଫାଇନାନ୍ସ ଷ୍ଟେଟମେଣ୍ଟସ୍, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ସ, ଏଗୁଡ଼ା ସବୁ ରହିଛି। କିନ୍ତୁ ଗୋଟେ ପ୍ରୋବ୍ଲେମ କ'ଣ ରହୁଛି, ଏଇଟା ମ୍ୟାକ୍ସିମମ୍ ଆପଣ 2 MBରେ ଅପଲୋଡ କରିପାରିବେ ଥରକରେ। ତ ଆପଣ ମାନେ କ'ଣ କରିପାରିବେ ନା, ଯଦି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଆପଣଙ୍କର 20-25ଟା ରହୁଛି, ତାକୁ ଆପଣ ମର୍ଜ କରିକିନା ଗୋଟେ ବନେଇ ପାରିବେ।
जोटा कि 2 MB तलू होता दरकार कि गोटे गोटे ट्रांजेक्शन आप ऐड बटन में क्लिक करना ये आप माने माने अपलोड करेंगे जमी फॉर एग्जांपल ये गोटे मुझे ऐड रे क्लिक करना गोटे क्रिएट है चूज फाइल रे क्लिक कला धरतु यहीटा आप पीडीएफ टा ये ओपन कला ये आसीगला आसला ये अपलोड रे क्लिक करेंगे अपलोड रे क्लिक कला देखो 2 पीडीएफ टा ये अपलोड हो गला क्लिक टू व्यू मारले आपण से वीडियोटा माने से जो पीडीएफ टा जोटा माने अपलोड करछन सेटा आपण देखि परिबे एहिपर भाव में आपण मल्टीपल पीडीएफ भी अपलोड करि परिबे आपण साइड रू ठीक अछि जहाँ जहाँ माने इंपोर्टेंट डॉक्यूमेंट्स रोज सोसाइटी लेवल रे जेमति स्टॉक वेरिफिकेशन रिपोर्ट किंबा बैलेंस रजिस्टर आउ तापर आपण रहउची आ कोन सब बायलॉज रहउची तापर किछटा इंपोर्टेंट आपणकर मत धरंतु जो ऑर्डर शीट मगर आपणकर पियन हे गला कि आपणकर सेक्रेटरी हे गला तांकर सब ऑर्डर शीट गुडा रहउची तांकर अपॉइंटमेंट रो सेगुडा अपलोड करि पारंती ହେଲା ଯାହା ଚାହିଁବେ ଆପଣ ଅପଲୋड କରିପାରିବେ କାରଣ ଯେତେ ବେଶୀ ଆପଣ ଅପଲୋड କରିବେ ସେଟା ଆପଣ ଅଡିଟରଙ୍କୁ ହେଲ୍ପ ହବ ଆପଣଙ୍କ ସୋସାଇଟି ଅଡିଟ୍ କରିବା ପାଇଁ ଠିକ ଅଛି ଏଇଟା ଗଲା ଏଇଟା ହେଲା ଦ୍ୱିତୀୟ କଥା ତୃତୀୟ କଥା ହେଲା ଆପଣଙ୍କୁ ଯଦି କିଛି ଲେଟର ଇସ୍ୟୁ କରିଥିବେ ଅଡିଟର ତାହେଲେ ଆପଣ ଏଇଠି ଶୋ କରିପାରିବେ ନିଜର ଦେଖିପାରିବେ ଲେଟର ଟୁ ସେକ୍ରେଟାରୀ ଫର ଏକ୍ସାମ୍ପଲ ଡାଟା ଅନଏବଲ ଦେଖଉଛି କାରଣ କିଛି ଲେଟର ଇସ୍ୟୁ ହେଇନି ଅନଲାଇନରେ ସେକ୍ରେଟାରୀଙ୍କୁ ସେଥିପାଇଁ ଏ ଡାଟା ଅନଏବଲ ଦେଖଉଛି ଯଦି ସେଠି ମାନେ ଅଡିଟର ଲଗଇନ ଯଦି କିଛି କରିଥାନ୍ତେ ଆପଣ ଲେଟର ଇସ୍ୟୁ ତାହେଲେ ଏଇଠି ଆପଣ ଶୋ କରିଥାନ୍ତା ନେକ୍ସଟ ଆସିଲା ପରେ ଏଇଠି ଦେଖନ୍ତୁ ହାଫ ମାର୍ଜିନ ଆପଣ ଦେଖିପାରିବେ ତାର କିଛି ସମନ ହେଇଛି କି ନାହିଁ ଆପଣ ଦେଖିପାରିବେ ଠିକ ଅଛି ଆପଣ ଏଇସବୁ କାମ କରିପାରିବେ ରିଲେଟେଡ ଟୁ ଅଡିଟ ରିପୋର୍ଟ ଆପଣ ସାଇଡରୁ ଖାଲି ମେନଲି ଦିଟା କାମ ରହିଲା ट्रांजैक्शन बैंक ट्रांजैक्शन अपलोड करवा जेभଳି ଭାବରେ କହିଥିଲି ଡକ୍ୟୁମେଣ୍ଟ ଅପଲୋଡର ଯାଇକିନା ଏଇ ଜାଗାରେ ଯାଇକି ଆଡ୍ ବଟନ କ୍ଲିକ୍ କରିକିନା ଆଉ ଦ୍ୱିତୀୟ କଥା ଅଡିଟ୍ ରିପୋର୍ଟ ୱାନ୍ସ ଆସିଗଲା ପରେ ଏଠି ଅଡିଟ୍ ରିପୋର୍ଟରେ କ୍ଲିକ୍ କରିକିନା ତାକୁ ଆପ୍ରୁଭ୍ କରିବା ଏଇଟା ହେଲା ଦିଟା କାମ ଆପଣଙ୍କର ମେନଲି ରହିବ ଠିକ ଅଛି ତାପରେ ଆଉ ଗୋଟେ କାମ ଦେଖନ୍ତୁ ଏ ଆକ୍ଟିଭିଟି ବଟନ ଅଛି ଆକ୍ଟିଭିଟି ବଟନ କ୍ଲିକ୍ କରିକିନା ଆପଣ ଯୋଉ ଆପଣଙ୍କ ସୋସାଇଟିର ଯୋଉ ଅଡିଟ୍ ଫି ଯୋଉ ପେମେଣ୍ଟ କରୁଛନ୍ତି ସେଇଟା ବି ଆପଣ ଅନଲାଇନ କରିପାରିବେ ଅଡିଟ୍ ଫି ପେମେଣ୍ଟରେ କ୍ଲିକ୍ କରିକିନା ଏଠି ଦେଖନ୍ତୁ ଆପଣଙ୍କର ଫି ପେଡ୍ ଅଲରେଡି ଏତିକି ହେଇଯାଇଛି ପେଣ୍ଡିଂ ଆମାଉଣ୍ଟ ଏତିକି ରହିଛି ଏଠି ଆପଣ ଯୋଉ ସବୁ ଅନଲାଇନ ସବୁ ଏଣ୍ଟ୍ରି ହେଲା ଅନଲାଇନ ଏଣ୍ଟ୍ରି ହେଲା ପରେ ସେଇଠି ସବୁ ଦେଖେଇବ କି କେତେ ଏଣ୍ଟ୍ରି କରାହେଇଛି କେତେ ବାକି ଅଛି ଠିକ ଅଛି ତ ପେମେଣ୍ଟ କରିବା ପାଇଁ ଆପଣ ପେ ବଟନରେ କ୍ଲିକ୍ କରିପାରିବେ ଆପଣଙ୍କର ରହିଲା ଏଇଠି ଆସିଲା ମାନେ ସୋସାଇଟିର ଆଡ୍ରେସ ଆସିଲା କି ତାଙ୍କର ଇମେଲ ଆଡ୍ରେସ ଆସିଲା ଫୋନ ନମ୍ବର ଆସିଲା ସବୁ ଆସିଲା ପରେ ଆପଣ କୋଉ ପର୍ପଜ ପାଇଁ ମାନେ ଅଡିଟ୍ ଫି ଦେବାକୁ ଚାହୁଁଛନ୍ତି ସେଇଟା ଲେଖିପାରିବେ ଲେଖିଲା ପରେ ଟୋଟାଲ ଆମାଉଣ୍ଟ କେତେ ଦରକାର ସେଇଟା ଏଣ୍ଟ୍ରି କରିପାରିବେ ଧରନ୍ତୁ ମୁଁ 1 रुपीज ଧରନ୍ତୁ ଦେବାକୁ ଚାହୁଁଛି ଏଇଠି ମୁଁ କ୍ଲିକ୍ କଲା ପରେ ମୁଁ ଧରନ୍ତୁ 100 रुपीज ଆପଣ ଫି ପେମେଣ୍ଟ କରିବାକୁ ଚାହୁଁଛନ୍ତି ଏଇଟା ଏତିକି ଏଣ୍ଟ୍ରି କଲା ପରେ ଆପଣ ପ୍ରୋସିଡ୍ ଟୁ ପେ କ୍ଲିକ୍ କରିବେ ପ୍ରୋସିଡ୍ ଟୁ ପେ ଆପଣ କ୍ଲିକ୍ କଲା ପରେ ଆପଣ ଡାଇରେକ୍ଟଲି ଆପଣଙ୍କର ଯୋଉ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଯୋଉ ଅଛି ଓଡ଼ିଶାର ସେଇ ପେଜକୁ ଡାଇରେକ୍ଟ ଆପଣ ରିଡାଇରେକ୍ଟ ହେଇଯିବେ ସେଇଠି ଆପଣ ନର୍ମାଲି ଯେମିତି ଯୋଉ ଇଏ କରନ୍ତି ट्रेजरी ଚାଲାନ କରନ୍ତି ଯୋଉ ସେଇଗୁଡ଼ା ଆପଣ ଏଣ୍ଟ୍ରି କରିପାରିବେ ଏଇଠି ତ ଏତିକି ଥିଲା ଆଜିର ଭିଡ଼ିଓ ମାନେ ଆଶା କରୁଛି ଆପଣ ମାନେ ଏ ଯୋଉ ସେକ୍ରେଟାରୀ ଲେଭେଲରେ ଆଉ सोसाइटी ଲେଭେଲରେ ଆପଣ ମାନେ ବୁଝିପାରୁଥିବେ ଆପଣଙ୍କର ୱାର୍କ ରେସ୍ପନ୍ସିବିଲିଟି କଣ ଆଉ ତ ଆଉ ତିନି ଚାରିଟା କଥା ମୁଁ ଏଠି ଆଡ୍ କରିବାକୁ ଚାହୁଁଛି ଫର୍ଷ୍ଟ ଅଫ୍ ଅଲ୍ ଆପଣ ଦେଖିବେ ଏଠି ପ୍ରୋଫାଇଲ ବଟନରେ ଯାଇକିନା ଏଠି ମାଇ ଆକାଉଣ୍ଟ ଅଛି ମାଇ ଆକାଉଣ୍ଟରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଆପଣଙ୍କର ପ୍ରୋଫାଇଲର पर्सनल डिटेल्स ଏସବୁ ଲେଖା ହେଇଛି ଏଇଠି ତାପରେ ଏଇଟାକୁ ଚେଞ୍ଜ କରିବାକୁ ହେଲେ ଆପଣ ଏଡିଟ୍ ଡିଟେଲ୍ସରେ କ୍ଲିକ୍ କରିକିନା ନିଜର ଯୋଉ ଆଡ୍ରେସ୍ ସେଇଠି ଲେଖିପାରିବେ ନିଜର ଇମେଲ ଆଇଡି ଚେଞ୍ଜ କରିପାରିବେ ପ୍ଲସ୍ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଆପଣଙ୍କର ପ୍ରେସିଡେଣ୍ଟ ଆଉ ସେକ୍ରେଟାରୀଙ୍କ ସିଗ୍ନେଚର ଏଠି ଅପଲୋଡ୍ କରିବା ଯୋଉ ଆପଣ ଫାଇନାଲ ଯଦି ଯୋଉ ଆପ୍ରୁଭ୍ ଦେବେ ଆପଣଙ୍କର ଇଏକୁ ଅଡିଟ୍ ରିପୋର୍ଟକୁ ସେଇଟା ଦବା ଆଗରୁ ଆପଣ ନିଜର ସିଗ୍ନେଚର ମାନେ ପ୍ରେସିଡେଣ୍ଟଙ୍କର ଆଉ ସେକ୍ରେଟାରୀଙ୍କର ସିଗ୍ନେଚର ମ୍ୟାକ୍ସିମମ୍ ଫାଇଲ୍ ସାଇଜ୍ 50 KB ଏତିକି ଦୁଇଟା ଆପଣ ଆଜି ଅପଲୋଡ୍ କରିବେ କାରଣ ଆଜି ଅପଲୋଡ୍ କଲେ ହିଁ ସେ ରିପୋର୍ଟରେ ଆପଣଙ୍କ ସାଇନ୍ଟା ଆସିବ ଠିକ୍ ଅଛି ତାପରେ ଅପଲୋଡ୍ କଲା ପରେ ଏଇଠି ଅପଲୋଡ୍ ବଟନରେ କ୍ଲିକ୍ କରିକି ତାପରେ ସବମିଟ୍ ମାରିବେ ଏଇଟା ହେଲା ଗୋଟେ କଥା ତାପରେ କମ୍ପ୍ଲାଏନ୍ସ କଥା କମ୍ପ୍ଲାଏନ୍ସରେ କ'ଣ ଅଛି ନା ଆକ୍ଟିଭିଟିରେ ଯିବେ ତାପରେ ଅଡିଟ୍ ପ୍ରୋସେସରେ ଏଇଠି ଆକ୍ସନ୍ ବଟନରେ କ୍ଲିକ୍ କଲା ପରେ ଏଇଠି ଅଡିଟ୍ ରିପୋର୍ଟ ଅଛି
ଅଡିଟ୍ ରିପୋର୍ଟରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ କମ୍ପ୍ଲାଏନ୍ସ ବଟନ୍ ଅଛି। ତ ଫାଇନାଲ ରିପୋର୍ଟ ଆପଣ ଏଇଠି ଆକ୍ସେପ୍ଟ ବା ରିଜେକ୍ଟ କଲା ପରେ ଯେତେବେଳେ ସର୍କଲରୁ ସେଇଟା ଇସ୍ୟୁ ହେଇଯିବ ସେତେବେଳେ ଆପଣ ଯଦି ଦେଖିବେ କି ରିପୋର୍ଟରେ କିଛି ଆପଣ ମାନେ କମ୍ପ୍ଲାଏନ୍ସ ଦେବାର ଅଛି କି ରିପୋର୍ଟରେ କିଛି ଡିଫେକ୍ଟସ୍ ଅଛି ତାର ଆପଣ ଯେଉଁ ଆନ୍ସର ଦେବା ପାଇଁ ଏଇ କମ୍ପ୍ଲାଏନ୍ସରେ କ୍ଲିକ୍ କରିକିନା ଏଇଠି ନିଜର ଫାଇଲ୍ ଅପଲୋଡ଼ କରିପାରନ୍ତି ଆଉ ନିଜର କମ୍ପ୍ଲାଏନ୍ସ ଲେଖିପାରନ୍ତି। କମ୍ପ୍ଲାଏନ୍ସ ଲେଖିକି ତାପରେ ଆପଣ ସବମିଟ୍ କରିଲେ ସେଇଟା ଆପଣଙ୍କର ସୋସାଇଟିକୁ ଆଉ ଅଡିଟରକୁ ସରି ଆପଣଙ୍କର ସର୍କଲକୁ ଆଉ ଅଡିଟରକୁ ସେଇଟା ଶୋ କରିବ। ଠିକ୍ ଅଛି, ଏଇଟା ଆପଣ ଡିଫେକ୍ଟସର ଆପଣ କମ୍ପ୍ଲାଏନ୍ସ ଦେବେ। ତାପରେ ତୃତୀୟ କଥା ହେଲା ଦେଖନ୍ତୁ ଡ୍ୟାଶବୋର୍ଡରେ ଏଇଟା ଗୋଟେ ସ୍କ୍ରୋଲିଂ ଆସିଛି ଆପଣଙ୍କର କି ଆପଣ ଯଦି ଆପଣଙ୍କର ଅଡିଟ୍ ରିପୋର୍ଟ ଯୋଉଟା ୱାନ୍ସ ଅଡିଟର ଯେତେବେଳେ ସବମିଟ୍ କରିଦେବେ ରିପୋର୍ଟଟା ଆପଣଙ୍କର ସୋସାଇଟିରେ ପେଣ୍ଡିଂ ହେଇକି ରହିବ। ଯଦି ଆପଣ 15 ଡେଜ୍ ଭିତରେ ଆଗ୍ରି କି ଡିସଆଗ୍ରି ନ କରିବେ ତାହେଲେ ସେଇଟା 15 ଡେଜ୍ ପରେ ଅଟୋମେଟିକଲି ସେଇଟା ମାନେ ଆପଣ ସୋସାଇଟିରୁ ଆପ୍ରୁଭ୍ ହେଇଗଲା ଭଳିଆ ପଳେଇବ ସେଇଟା ରେସ୍ପେକ୍ଟିଭ ସର୍କଲକୁ କି ସୋସାଇଟିରେ ସେଇଟା ମାନେ ଆଗ୍ରି ହେଇଯାଇଛନ୍ତି ବୋଲି। ସେଥିପାଇଁ ଆପଣଙ୍କର ଦାୟିତ୍ୱ ରହୁଛି ଯେ ୱାନ୍ସ ରିପୋର୍ଟ ସବମିଟ୍ ହେଲା ପରେ ଅଡିଟର ସାଇଡରୁ ଆପଣମାନେ ଏଇଟାକୁ ଆଗ୍ରି କି ଡିସଆଗ୍ରି ବଟନରେ କ୍ଲିକ୍ କରିବେ। ଏଇଟା ଗୋଟେ କଥା। ଦ୍ୱିତୀୟ କଥା ଯେତେବେଳେ ଗୋଟେ ଅଡିଟଟା ଅନଗୋଇଂ ଚାଲୁଛି ସେତେବେଳେ ଆପଣ ଏଇ ଜାଗାରେ ଆକ୍ଟିଭିଟି ଯାଇକିନା ଅଡିଟ୍ ପ୍ରୋସେସରେ ଏଇ ଜାଗାରେ ଆକ୍ସନ ବଟନରେ ଆପଣ ନିଜର ମାନେ ହାଫ୍ ମାର୍ଜିନ ୟା ଫିର କିଛି ସମନ୍ ଯଦି ଆପଣଙ୍କୁ ମାନେ ଇସ୍ୟୁ କରିଥିବେ ଅଡିଟର ତାହେଲେ ଏଇଠି ଆପଣ ଯାଇକିନା ନିଜର ଶୋ ମାନେ ଦେଖିପାରିବେ। ଠିକ୍ ଅଛି, ହାଫ୍ ମାର୍ଜିନ ଆଉ ସମନ୍ ଡ୍ୟୁରିଂ ଦ ପିରିୟଡ଼ ଅଫ୍ ଅଡିଟ୍ ମାନେ ଅଡିଟ୍ ଚାଲିଥିଲା ବେଳେ। ଠିକ୍ ଅଛି, ମାନେ ଅଡିଟ୍ ଯେତେବେଳେ କମ୍ପ୍ଲିଟ୍ ହେଇନଥିବ। ତାପରେ ଆଉ ଗୋଟେ କଥା ହେଲା ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ଼ କରିବା କଥା। ତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଅପଲୋଡ଼ କରିବାକୁ ହେଲେ ଆପଣ ଏଇଠି ଡକୁମେଣ୍ଟ ଅପଲୋଡ଼ରେ ଯିବେ ପ୍ଲସ୍ ତାପରେ ପୁରା ବଟମ୍ ସ୍କ୍ରୋଲ୍ କରିବେ। ସ୍କ୍ରୋଲ୍ କଲା ପରେ ଏଇଠି ଆଡ୍ ବଟନ୍ ଅଛି। ଆଡ୍ ବଟନରେ କ୍ଲିକ୍ କରିକିନା ଯେଉଁ ଫାଇଲ୍ ଦରକାର ଆପଣଙ୍କୁ ଅପଲୋଡ଼ କରିବାକୁ ତାକୁ ସିଲେକ୍ଟ କରିକିନା ଏଇଠି ଗୋଟେ ଗୋଟେ ଫାଇଲ୍ ଆପଣ 2 MB ମ୍ୟାକ୍ସିମମ୍ ସାଇଜ୍ର ଥରକରେ ଆପଣ ଅପଲୋଡ଼ କରିପାରିବେ। ଆଉ ଆପଣଙ୍କ ବାକି ଫାଇଲ୍ସ ଗୁଡ଼ା ବି ଯେଉଁଟା ଆପଣଙ୍କର ସୋସାଇଟି ଲେଭେଲରେ ଆଭେଲେବୁଲ୍ ରହୁଛି ସେଗୁଡ଼ା ଆପଣ ଏଇଠି ଅପଲୋଡ଼ କରିପାରନ୍ତି। ତ ଏଇଟା ଆପଣଙ୍କର କିଛିଟା ଦାୟିତ୍ୱ ରହିଲା ଅପଲୋଡ଼ କରିବାର। ତ ମୁଁ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବୁଝା ପଡ଼ିଥିବ। ସୋ ଧନ୍ୟବାଦ।